नंबर 1 बिना जीएसटी रे लोकों पाखरु जाउथिला भुवनेश्वर विमान बंदरु सुना और रूपा टिकेस फांकिबाकू नहीं होइथिला बड़ षड़यंत्र। सिटी जीएसटी अधिकार जांच करिया बेले 4 केजी सुना और 80 केजी रूपार मालिकाना नहीं हिसाब मिलनी। जबत मोट 40 केजी सुना मध्यरु 36 केजी सुनार कागजपत्र ठीकठाक रही एवं 4 केजी सुना और 80 केजी जार केही दाबीदार नाहांती कि बिल थिबा नामधारी को खोजी पाउनी सिटी जीएसटी विभाग अधिकारी, जहाकु नहीं लॉजिस्टिक संस्थार स्वच्छता नहीं प्रश्न उठी। सुना और रूपा बिक्री करिथिबा कंपनी को तथ्य मागिछि तदंतकारी टीम। अन्यपटे ए संपर्क में महाराष्ट्र जीएसटी विभाग को चिठी लेखाजिव। जबत सुना और रूपार केही दाबीदार न आसिले बाज्याप्ति करी रखा जाइथिबा एही सुना और रूपा को सरकारी तहबिल को पठाई दियाजिव। नंबर 2 प्रधानमंत्री भारतर सर्वबृहत भाडवान बंदरर मूलदुआ पकाइले। प्रधानमंत्री नरेंद्र मोदी अगस्ट 30 रे महाराष्ट्र मुंबई एवं पालघर गस्तरे आसिथिले। पालघर जिलार डाहानू टाउन निकटरे अवस्थित भाडवान बंदर भारतर बृहत्तम गभीर जल बंदर मध्यरु एक हेबो एवं गमनागमन समय एवं खर्च ह्रास करी अंतर्जातीय परिवहन मार्ग सहित सीधासड़क संजोग जोगाइब। ଏହି ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ 76,000 କୋଟି ଟଙ୍କା। ଏହା ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ଗେଟୱେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି, ଯାହା ଲାର୍ଜ କଣ୍ଟେନର ଭ୍ୟାସେଲ୍ସ, ଡିପର ଡ୍ରାଫ୍ଟସ୍ ପ୍ରଦାନ କରିବା ଏବଂ ଅଲ୍ଟ୍ରା ଲାର୍ଜ କାର୍ଗୋ ଶିପ୍କୁ ସ୍ଥାନାନ୍ତରିତ କରିବାର ଦେଶର ବାଣିଜ୍ୟ ଏବଂ ଆର୍ଥିକ ଅଭିବୃଦ୍ଧି କରିବ। ନମ୍ବର 3 ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀ ଏବେ ଗିରଫ ହୋଇଛନ୍ତି। ଚାକିରି ଦାବି ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। 2 ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା ମାଝୀ। ସେ ପୂର୍ବରୁ ମାଲକାନଗିରିର ନେତ୍ରୀ ଭାବେ କାମ କରୁଥିଲେ ତଥା ମାଥିଲି 3 ଜିଲ୍ଲା ପରିଷଦ ସଭ୍ୟା ଥିଲେ। ପୂର୍ବରୁ ମାଷ୍ଟରମାଇଣ୍ଡ ରମେଶ ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ପାଣ୍ଡିଆନଙ୍କ ସମ୍ପର୍କୀୟ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ ସେ। ସସ୍ମିତା ମାଝୀ ଲୋକଙ୍କୁ ଚାକିରି କରାଇବା ପାଇଁ ଟଙ୍କା ମାଗିଥିଲେ ଓ ରମେଶ ରାଉତ ଚାକିରି କରାଇଦେବେ ବୋଲି କହି ସିଧାସଳଖ ଆକାଉଣ୍ଟରେ ଟଙ୍କା ନେଇଥିଲେ। ତେବେ ସେ ଜଣେ କି 2 ଜଣ ନୁହେଁ, ଅନେକ ବ୍ୟକ୍ତିଙ୍କଠାରୁ ଏହିଭଳି ଟଙ୍କା ହଡପ କରିବାରେ ସକ୍ଷମ ହୋଇପାରିଥିଲେ। ବିକାଶ ଓରଫ ସାଇନୁ ଜେଟ୍ଟି ମାଓବାଦୀର ସଂଗଠନରେ ଦକ୍ଷିଣ ଗାଡଚିରୋଲି ଡିଭିଜନର ଆହେରି ଡାଲାମର ଡିଭିସିଏମ୍ ପଦବୀରେ ରହି ମାଓବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲା। ଛତିଶଗଡ଼, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ରାଜ୍ୟର କ୍ରମାଗତ ଭାବରେ ଅନେକ ହିଂସାକାଣ୍ଡ ଘଟାଉଥିଲା। ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବିକାଶ ଫରସେଗଡ଼ ପୋଲିସ ଦ୍ୱାରା ଧରାପଡ଼ିଲା। ଛତିଶଗଡ଼ ପୋଲିସ ଦ୍ୱାରା ମାଓବାଦୀ ନିକଟସ୍ଥ ନଗଦ 80,000 ଟଙ୍କା, ମାଓବାଦୀ ୟୁନିଫର୍ମ, ମାଓବାଦୀ ସାହିତ୍ୟ ପାମ୍ପଲେଟ୍, ନୋଟବୁକ୍ ଏବଂ ଔଷଧ ମଧ୍ୟ ଜବତ କରାଯାଇଛି। ନମ୍ବର 5 ଛତ୍ରପତି ଶିବାଜୀ ପ୍ରତିମୂର୍ତ୍ତିର ପତନ ହେତୁ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ମୁଁ ମୁଣ୍ଡ ନୁଆଉଛି ଏବଂ ତାଙ୍କ ପାଦରେ କ୍ଷମା ପ୍ରାର୍ଥନା କରୁଛି। ସିନ୍ଧୁଦୁର୍ଗ ଜିଲ୍ଲାର ମାଲଭାନାର ରାଜକୋଟ ଦୁର୍ଗରେ ନୌସେନା ଦିବସ ଅବସରରେ ଗତ ବର୍ଷ ଡିସେମ୍ବର 4ରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ପ୍ରତିମୂର୍ତ୍ତି ଭୁଷୁଡ଼ି ଯାଇଥିଲା। ଏହି ଘଟଣାକୁ 9 ମାସ ବିତିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏନେଇ ଜନତାଙ୍କ ଆଗରେ କ୍ଷମା ପ୍ରାର୍ଥନା କରିଛନ୍ତି। ମହାରାଷ୍ଟ୍ର ସିଏମ୍ ଏକନାଥ ସିନ୍ଦେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ଏହାକୁ ପୁନଃସ୍ଥାପନା କରିବାକୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ପ୍ରାୟ 45 କିଲୋମିଟର ବେଗରେ ପବନ ବହିବା ହେତୁ ନୌସେନା ଦ୍ୱାରା ନିର୍ମିତ ଏହି ପ୍ରତିମୂର୍ତ୍ତି ଖସିପଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ପାରାଅଲିମ୍ପିକ୍ 2024ରେ ଅବନୀ ଲେଖ୍ରା ଦେଲେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ। ପାରାଅଲିମ୍ପିକ୍ସ ଗେମ୍ରେ ଅବନୀ ଲେଖ୍ରା ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ସେ ପାରାଅଲିମ୍ପିକ୍ ରେକର୍ଡ ସହିତ ମହିଳା 10 ମିଟର ଏୟାର ରାଇଫଲ ସୁଟିଂରେ SH1 ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ 249.7 ସ୍କୋର କରିଥିଲେ। ପୂର୍ବରୁ 249.6 ପାରାଅଲିମ୍ପିକ୍ ରେକର୍ଡ ମଧ୍ୟ ଅବନୀଙ୍କ ନାମରେ ଥିଲା, ଯାହା ସେ ଟୋକିଓରେ କରିଥିଲେ। ନମ୍ବର 7 ପାକିସ୍ତାନରେ ଟେଷ୍ଟ କ୍ରିକେଟ ଧ୍ୱଂସ ହେବ, ପଡ଼ୋଶୀମାନଙ୍କୁ ଏହିଭଳି କଡ଼ା ଚେତାବନୀ ଦେଇଛନ୍ତି ଆର୍ ଅଶ୍ୱିନ୍। ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ କ୍ରିକେଟ ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ବୋଲ୍ଡ ମନ୍ତବ୍ୟ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ରାୱଲପିଣ୍ଡିରେ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ପରାସ୍ତ କରିଥିବା ପରାଜୟର ବିଶ୍ଳେଷଣ କରି ସେ କହିଛନ୍ତି ଯେ ଏହା କିଛି ଅଲଗା ନୁହେଁ। ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ବାଂଲାଦେଶକୁ ହରାଇ ପାକିସ୍ତାନ ନାଟକୀୟ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ଶାନ ମାସୁଦ 448 ରନରେ ପ୍ରଥମ ଇନିଂସ ଘୋଷଣା କରିଥିବା ବେଳେ ଦଳ ମାତ୍ର 6ଟି ୱିକେଟ୍ ହରାଇଛି। ଗୋଟିଏ ଫ୍ଲାଟ୍ ୱିକେଟ୍ରେ ବାଂଲାଦେଶ ଏକ ବଡ଼ ସ୍କୋର କରିଥିଲା, କିନ୍ତୁ ଦ୍ୱିତୀୟ ଇନିଂସରେ ପାକିସ୍ତାନର ବ୍ୟାଟିଂ ନଷ୍ଟ ହୋଇଯାଇଥିଲା। ଏହିଭଳି ଆର୍ ଅଶ୍ୱିନ୍ ନିଜର ନିରାଶ ପ୍ରକାଶ କରିଛନ୍ତି। ମମତା ବାନାର୍ଜୀଙ୍କ ଦ୍ୱିତୀୟ ଚିଠିକୁ ନେଇ ତେଜିଲା ରାଜନୀତି।
ଦୁଷ୍କର୍ମ ଅପରାଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱିତୀୟ ଚିଠିକୁ ନେଇ ତେଜିଲା ରାଜନୀତି। ଦିଦିଙ୍କୁ କଡ଼ା ନିଶାନା କରିଛି ବିଜେପି। ମମତାଙ୍କୁ ମିଛେଇ କହିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ। ମମତା କେମିତି ମିଛ କହିଛନ୍ତି ତାର ଖୁଲାସା ବି କରିଛନ୍ତି। ଗତ 22 ତାରିଖରେ ବି ଚିଠି ଲେଖିଥିଲେ, ଯାହାର ଉତ୍ତର ନ ମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦିଦି। କିନ୍ତୁ 25 ତାରିଖରେ ତାଙ୍କ ଚିଠିର ଉତ୍ତର ଦେଇଥିଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ। ନମ୍ବର 9, ଭାରତୀୟ ବ୍ରଡକାଷ୍ଟ ନ୍ୟୁଜ୍ ମିଡିଆ ଇଣ୍ଡଷ୍ଟ୍ରି ସହ ଜଡ଼ିତ ବିଭିନ୍ନ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା। ନ୍ୟୁଜ୍ ବ୍ରଡକାଷ୍ଟ ଫେଡେରେସନ ଏନ୍ବିଏଫ୍ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ସଂସ୍ଥାର ପ୍ରମୁଖମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ଭାରତୀୟ ବ୍ରଡକାଷ୍ଟ ନ୍ୟୁଜ୍ ମିଡିଆ ଇଣ୍ଡଷ୍ଟ୍ରି ସହ ଜଡ଼ିତ ବିଭିନ୍ନ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ବାସଭବନ 7 ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ 1 ଘଣ୍ଟା ଧରି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ନମ୍ବର 10, ଜିଓ ଫାଇନାନ୍ସର କମାଲ। ମାର୍କେଟର ମୂଲ୍ୟ 2 ଲକ୍ଷ କୋଟି ଅତିକ୍ରମ କରିଛି। ରିଲାଏନ୍ସ ଏନ୍ଜିଏମ୍ ପରେ ସେୟାର ବୃଦ୍ଧି ଘଟିଛି। ଦେଶର ବହୁମୂଲ୍ୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର 47ତମ ବାର୍ଷିକ ସାଧାରଣ ସଭା ସମାପ୍ତ ହେଲା। ଏହାକୁ ସମ୍ବୋଧିତ କରି ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଗୋଷ୍ଠୀ କମ୍ପାନୀଗୁଡ଼ିକର ଆର୍ଥିକ ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତର ରୋଡମ୍ୟାପ୍ ବିଷୟରେ କହିଥିଲେ। ଏହି ସମୟରେ ସେ ରିଲାଏନ୍ସ ଜିଓକୁ ବହୁତ ପ୍ରଶଂସା ମଧ୍ୟ କରିଥିଲେ। ସେ କହିଛନ୍ତି ଯେ ଜିଓ ଆର୍ଥିକ ସେବାରେ ବଜାରର କ୍ୟାପିଟାଲକୁ 2 ଲକ୍ଷ କୋଟି ଟଙ୍କା ଅତିକ୍ରମ କରାଇବାରେ ସକ୍ଷମ ହୋଇପାରିଛି। ତେବେ ଆଜି ପାଇଁ ଏତିକି। ପୁଣି ଦେଖାହେବ ଦେଶ ବିଦେଶର କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ସହ।